Where was the Confederation of Indian Industry Partnership Summit 2024 held? କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ସହଭାଗୀ ସମ୍ମିଳନୀ 2024 କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଅପସନ୍ ଏ ନୂଆଦିଲ୍ଲୀ, ଅପସନ୍ ବି ଚେନ୍ନାଇ, ଅପସନ୍ ସି ହାଇଦ୍ରାବାଦ, ଅପସନ୍ ଡି ଭୋପାଳ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ନୂଆଦିଲ୍ଲୀ। କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ସହଭାଗୀ ସମ୍ମିଳନୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ହ୍ୱାଟ୍ ଇଜ୍ ଦ ନେମ୍ ଅଫ୍ ଦ ଇନୋଭେଟିଭ୍ ୱାଟର ପ୍ୟୁରିଫିକେସନ୍ ଟେକ୍ନୋଲୋଜି ଲଞ୍ଚଡ୍ ଏଟ୍ ଦ ନ୍ୟାସନାଲ୍ ଜୁଲୋଜିକାଲ ପାର୍କ, ଦିଲ୍ଲୀ? ଦିଲ୍ଲୀର ଜାତୀୟ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହୋଇଥିବା ଅଭିନବ ଜଳ ବିଶୋଧନର ପ୍ରଯୁକ୍ତିର ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ନାନୋ ବବଲ୍ ଟେକ୍ନୋଲୋଜି। ପରବର୍ତ୍ତୀ ପ୍ରଶ୍ନ, ନେତୁମ୍ବୋ ନାନ୍ଦି ନେତୱା ହାଜ୍ ବିନ୍ ଇଲେକ୍ଟେଡ୍ ଆଜ୍ ଦ ଫାର୍ଷ୍ଟ ଫିମେଲ୍ ପ୍ରେସିଡେଣ୍ଟ ଅଫ୍ ହ୍ୱିଚ୍ କଣ୍ଟ୍ରି? ଅପସନ୍ ଏ କ୍ୟାମରୁନ୍, ଅପସନ୍ ବି ମାଲୱାଇ, ଅପସନ୍ ସି ନାମିବିଆ, ଅପସନ୍ ଡି ବଟସ୍ୱାନା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ନାମିବିଆ। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ଅର୍ଗାନାଇଜେସନ୍ ୱାଜ୍ ଅଫିସିଆଲି ରେକଗ୍ନାଇଜ୍ଡ ଆଜ୍ ଆନ୍ ଆୱାର୍ଡିଂ ବଡି ବାଇ ଏନ୍ସିଭିଇଟି ଇନ୍ ଦ ସ୍ପେସ୍ ସେକ୍ଟର? କେଉଁ ସଂସ୍ଥାକୁ ସ୍ପେସ୍ ସେକ୍ଟରରେ ଏନ୍ସିଭିଇଟି ଦ୍ୱାରା ଏକ ପୁରସ୍କାର ପ୍ରଦାନକାରୀ ସଂସ୍ଥା ଭାବେ ସ୍ୱୀକୃତି ଦିଆଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଇଣ୍ଡିଆନ୍ ନ୍ୟାସନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ ଅଥରାଇଜେସନ୍ ସେଣ୍ଟର ଇନ୍ ସ୍ପେସ୍। ପରବର୍ତ୍ତୀ ପ୍ରଶ୍ନ, ଫର୍ ହ୍ୱାଟ୍ ହାଜ୍ ଗୁଜରାଟସ୍ ଘୋରାଚଲା ବିନ୍ ଗିଭେନ୍ ଦ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ଜିଆଇ ଟ୍ୟାଗ୍? ଗୁଜରାଟର ଘୋରାଚାଲକୁ ଭୌଗୋଳିକ ସୂଚକାଙ୍କ ଜିଆଇ ଟ୍ୟାଗ୍ କ'ଣ ଦିଆଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଟ୍ରାଡିସନାଲ୍ ହ୍ୟାଣ୍ଡିକ୍ରାଫ୍ଟ। ପରବର୍ତ୍ତୀ ପ୍ରଶ୍ନ, ରିସେଣ୍ଟଲି ଇନୋଗ୍ରେଟେଡ୍ ଟାଟୋ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ସମ୍ପ୍ରତି ଉଦ୍ଘାଟିତ ଟାଟୋ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଅରୁଣାଚଳ ପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିନ୍ ଇଲେକ୍ଟେଡ୍ ଆଜ୍ ଦ ନ୍ୟୁ ଚିଫ୍ ମିନିଷ୍ଟର ଅଫ୍ ମହାରାଷ୍ଟ୍ର? ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ କିଏ ନିର୍ବାଚିତ ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଦେବେନ୍ଦ୍ର ଫଡନାଭିସ୍। ପରବର୍ତ୍ତୀ ପ୍ରଶ୍ନ, ପ୍ରୋବା 3 ମିଶନ୍ ବିଲଙ୍ଗସ୍ ଟୁ ହ୍ୱିଚ୍ ସ୍ପେସ୍ ଏଜେନ୍ସି ହ୍ୱିଚ୍ ଇଜ୍ ବିଂ ଲଞ୍ଚଡ୍ ବାଇ ଇସ୍ରୋ? ପ୍ରୋବା 3 ମିଶନ୍ କେଉଁ ସ୍ପେସ୍ ଏଜେନ୍ସିର ଅଟେ ଯାହା ଇସ୍ରୋ ଦ୍ୱାରା ଆରମ୍ଭ ହେଉଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଇଏସ୍ଏ। ପରବର୍ତ୍ତୀ ପ୍ରଶ୍ନ, ହ୍ୱେନ୍ ଇଜ୍ ଦ ଇଣ୍ଡିଆନ୍ ନେଭି ଡେ ସେଲିବ୍ରେଟେଡ୍ ଏଭ୍ରି ଇୟର୍? ପ୍ରତିବର୍ଷ ଭାରତୀୟ ନୌସେନା ଦିବସ କେବେ ପାଳନ କରାଯାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 4 ଡିସେମ୍ବରରେ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ଭାବରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ହାଉ ମେନି ଇୟର୍ସ ଅଫ୍ ଇଷ୍ଟାବ୍ଲିଶମେଣ୍ଟ ଅଫ୍ ଦ ସେଣ୍ଟ୍ରାଲ କଟନ୍ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ହ୍ୟାଭ୍ ବିନ୍ କମ୍ପ୍ଲିଟେଡ୍ ଇନ୍ 2024? 2024ରେ କେନ୍ଦ୍ରୀୟ କଟନ୍ ଟେକ୍ନୋଲୋଜି ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ହେବାର କେତେ ବର୍ଷ ବିତିଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 100 ବର୍ଷ। ପରବର୍ତ୍ତୀ ପ୍ରଶ୍ନ, ଇନ୍ ହ୍ୱିଚ୍ କଣ୍ଟ୍ରି ମ୍ୟାରିଟାଇମ୍ ଲ ୱାଜ୍ ଇମ୍ପୋଜ୍ଡ ବାଇ ଦ ପ୍ରେସିଡେଣ୍ଟ ଆଣ୍ଡ ଲିଫ୍ଟେଡ୍ ୱିଥିନ୍ ଏ ଫ୍ୟୁ ଇୟର୍ସ? କେଉଁ ଦେଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ସାମରିକ ଆଇନ ଲାଗୁ କରାଯାଇଥିଲା
ଏବଂ କିଛି ଘଣ୍ଟା ମଧ୍ୟରେ ଉଠାଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସାଉଥ୍ କୋରିଆ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ଓନ୍ ଦ ଟର୍ନର ପ୍ରାଇଜ୍ 2024? 2024 ଟର୍ନର ପୁରସ୍କାର କିଏ ଜିତିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଜାସ୍ଲିନ୍ କୋର୍। ପରବର୍ତ୍ତୀ ପ୍ରଶ୍ନ, ହୁଇଚ୍ କଣ୍ଟ୍ରି ହାଜ୍ ଓପନ୍ଡ ଆନ୍ ଆଟମସ୍ଫେରିକ୍ ମନିଟରିଂ ଷ୍ଟେସନ୍ ଇନ୍ ଆଣ୍ଟାର୍କଟିକା? ଆଣ୍ଟାର୍କଟିକାରେ କେଉଁ ଦେଶ ବାୟୁମଣ୍ଡଳୀୟ ମନିଟରିଂ ସେଣ୍ଟର ଖୋଲିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଚାଇନା।